ଚାନ୍ଦିନୀ ବିହୀନ ପରିତ୍ୟକ୍ତ କୂଅରେ ପଡ଼ି ଭାଲୁର ମୃତ୍ୟୁ। ନବରଙ୍ଗପୁର ଜିଲ୍ଲା ମେରନାସ ଗାଁର ଏକ ପରିତ୍ୟକ୍ତ କୂଅରେ ପଡ଼ି ଭାଲୁର ମୃତ୍ୟୁ ହୋଇଛି। ବନ ବିଭାଗ କର୍ମଚାରୀ ପହଞ୍ଚି ଭାଲୁର ମୃତଦେହ କୂଅରୁ ଉଦ୍ଧାର କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ଭାଲୁ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ଚାଲି ଆସିଥିଲା। ତେବେ ବୁଲାବୁଲି ସମୟରେ କୂଅରେ ଖସି ପଡ଼ିଥିଲା। ଗାଁ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଆମର ଅଛି ଯୋଉ ନନ୍ଦାହାଣ୍ଡିର ମେରନାସ ଗାଁରେ ଗୋଟେ କୂଅରେ ପଡ଼ି ଯାଇଥିଲା ଭାଲୁଟା। ଆମର ଆର୍ଆର୍ ଟିମ୍ ଆଉ ରେଞ୍ଜ ଅଫିସର ନବରଙ୍ଗପୁର ଆଉ ଅଲଗା ଷ୍ଟାଫ୍ ସବୁ ଯାଇଛନ୍ତି ସେଠିକି। ଏବେ ଖବର ମିଳିଛି ଯେ ସେ ଭାଲୁଟା ମରିଯାଇଛି। ତାକୁ ଧରିକିନା ଆସିଛନ୍ତି ଆମର ଡିଅର୍ ପାର୍କକୁ। ତାର ଯୋଉ ଅଛି ଆମର ପ୍ରୋସିଜର ଅନୁସାରେ ପୋଷ୍ଟମର୍ଟମ କରାଯିବ। ପଶୁକୁ ନିଷ୍ପତ୍ତି କରାହେବ ତାର ବଡ଼ିଟା। ଦେଖିବା କ'ଣ କାରଣ ହେଇଛି ତାର କୂଅରେ ପଡ଼ି ପହଞ୍ଚି ବୋଲି ପ୍ରାଥମିକ ଇଏରେ କ'ଣ ହେଇଛି ଜଣାପଡ଼ିବ ତାପରେ।